ତାଙ୍କର କଳା ପ୍ରତି ଦୁର୍ବଳତା ଥିଲା। ନାଣ୍ଡୁ ବାବୁ କରିଥିଲେ। ସେ ୟୁନିକ୍ ନାମ ଗୋଟେ ନେମ୍ ଦେବା ପାଇଁ ଚାହୁଁଥିଲେ, ଯେହେତୁ ସେ ନାମଟା ଥିଲା ସୋନାଲି। କିନ୍ତୁ ସୋନାଲି ପଣ୍ଡା ନଥିଲା। ମାନେ ମୋ ୱାଇଫ ପ୍ରତି ଦୁର୍ବଳତା ଥିଲା। ମୁଁ ତାଙ୍କ ପୂର୍ବରୁ କେବେ ବି ମ୍ୟାରେଜ କରିନଥିଲି, କି ତାଙ୍କ ପରେ ବି କାହାକୁ ମ୍ୟାରେଜ କରିନି। ମୁଁ ଯଦି ଆଜ୍ଞା ବିବାହିତ ପୁରୁଷ ହେଇଥାନ୍ତି, କି ମୁଁ ମ୍ୟାରେଜ ବି କରିଥାନ୍ତି, ତା ମୋ ହାତରେ ଟାଟୁ ସୋନାଲି ନାଁଟା ଟାଟୁଟା କାହିଁ ରହିଛି? ସେ ଖରାପ ଝିଅଟିଏ ନୁହେଁ, କିନ୍ତୁ ତାକୁ ଖରାପ କରେଇ ଦିଆଯାଇଛି। ସୋନାଲି ମତେ କହିଛି କଣ ଯେ କହିଛନ୍ତି? ଜନ୍ ମୁଁ ଆଶା ରଖନି ମୋ ଉପରେ, ଯେ ସୋନାଲିଙ୍କର ମାଇଣ୍ଡ ଟିକେ ୱାଶ କରାଯାଇଛି। ଆଜି ଯଦି ତମ ଝିଅ ହିରୋଇନ ହେଇଛି, କି ମୁଁ ଆଜି ସମାଜ ଆଗରେ ବଦନାମ ହେଇଛି, ମୋ ଜୀବନକୁ ସାକ୍ରିଫାଇ କରିକି ତମକୁ ମଣିଷ କରିଲି। ଆଜି ସୋନାଲି ଯଦି ବୟାନ ଦଉଛନ୍ତି ଯେ ମୋ ବାପା ମା ମୋ ଭାଇ ଭଉଣୀ, ତାହେଲେ ସେ ସମୟରେ ଥିଲେ କୋଉଠି? ଯେତେବେଳେ ତମେ ମ୍ୟାରେଜ କରି ତମେ ମୋ ପାଖକୁ ପଳେଇ ଆସିଥିଲ, ତମ ବାପା ମା ତମକୁ ପଚାରୁ ନଥିଲେ, ଛୁଆଟେ ଜନ୍ମ ହେଲା ସେ ସମୟ ବି ପଚାରୁ ନଥିଲେ। ହ୍ୟାଲୋ। ଆଜ୍ଞା ଆଚ୍ଛା, ଶ୍ରୀକ୍ଷେତ୍ର ବାବୁ, ଆଜ୍ଞା ଆପଣଙ୍କୁ ଯାତ୍ରା ଜଗତରେ କେତେ ବର୍ଷ ହେଇଗଲା? ନମସ୍କାର, ମୁଁ 10 ବର୍ଷ ପୂର୍ବେ ଯାତ୍ରା ଅନୁଷ୍ଠାନ, ଯେହେତୁ ମୁଁ ଯାତ୍ରାରେ ଜଣେ କଳାକାର ନୁହେଁ କି ସେ, କିନ୍ତୁ ମୁଁ 10 ବର୍ଷ ପୂର୍ବେ ସେ ପାର୍ଟିକି ଯାଇଥିଲି। ଆମେ ସ୍ୱାମୀ ସ୍ତ୍ରୀ ମିଶିକି 2 ଜଣ ଯାଇଥିଲୁ। ଆଚ୍ଛା, ଯାତ୍ରା ଜଗତକୁ ଆପଣଙ୍କ ୱାଇଫ ଯିଏକି ଏବେ ସୋନାଲି ପଣ୍ଡା ଅଛନ୍ତି, ଆଜ୍ଞା ତାଙ୍କୁ ଆଣିବାର ନିଷ୍ପତ୍ତି କାହାର ଥିଲା? ମୋର ହିଁ ଥିଲା। କିନ୍ତୁ ଦେଖ ତୋ ସ୍ୱାମୀ, ଦେଖ ତୋର କଳା ପ୍ରତି ଇଣ୍ଟରେଷ୍ଟ ଥିଲା ବୋଲି ତତେ ସେଠି ଛାଡିଥିଲା, କିନ୍ତୁ ତାକୁ ତୁ ଏକା ଥରେ ଛାଡିଦେଲୁ ନା। ଏଇ ରଙ୍ଗ ତୋର, ତ କହିମି ତତେ ମୁଁ ଭାଷା ବି ପାଉନି ଲୋ। ତୁ ପରା ମା, ତ ରୁଲ ମତେ ଆଗରୁ ବହୁତ ଭଲ ଲାଗେ, କିନ୍ତୁ ତୁ ଏତେ ସୁନ୍ଦରତା ମୁହଁ ଭିତରେ ଏତେ ଖରାପ ଜିନିଷ ମାନେ ଖୁନ୍ଦି ଖୁନ୍ଦି ହେଇକି ଅଛି, ମୁଁ ତ ଜାଣିପାରୁନଥିଲି। ଆଉ ଶଳା ବଦମାସ ମାଇକିନିଆ, ଶଳା ତୁ ଭଲରେ ଯିବନି ତୋର ଦିନ। କାହିଁକି ଚାହିଁଲେ ଯେ ଆପଣ ବାହା ହେଇଥିଲେ ଯାତ୍ରା ଜଗତକୁ ଆପଣଙ୍କ ସ୍ତ୍ରୀଙ୍କୁ ନାଇଁ ନେଇକି ନାଇଁ, ଆସିବେ? ଘଟଣାଟି ଏହା ଥିଲା ଯେ ତାଙ୍କର କଳା ପ୍ରତି ଦୁର୍ବଳତା ଥିଲା। ହୁଁ। ଆମକୁ ଗୋଟେ ସୁଯୋଗ ମିଳିଥିଲା, ଚାନ୍ସ ମିଳିଥିଲା, ଆଉ ଆଜ୍ଞା ସେଥିପାଇଁ ସେ ଚାନ୍ସ ରେ ଆମେ ଯାଇକି ସେ ଜାଗାରେ ପହଞ୍ଚିଥିଲୁ। ଓକେ। ଆଚ୍ଛା, ତାଙ୍କ ନାଁ ଟା ଯାହା କହୁଛନ୍ତି, ତାଙ୍କ ନାଁ କାଗଜି ସାମନ୍ତ ସିଂହାର ଥିଲା, ଆଉ ସୋନାଲି ପଣ୍ଡା ତାପରେ ନାଁ ପରିବର୍ତ୍ତିତ କଲେ। ତ ଏଇ ନାଁ ଟା ଆଜ୍ଞା କିଏ ପରିବର୍ତ୍ତିତ କଲା? ଆପଣ କରିଥିଲେ ନା ନାଇଁ ନାଣ୍ଡୁ ବାବୁ? ନାଣ୍ଡୁ ବାବୁ କରିଥିଲେ। ନାଣ୍ଡୁ ବାବୁ କାହିଁକି ତାଙ୍କ ନାଁ ଟା ବଦଳେଇ ଦେଲେ? କହିପାରିବିନି ଆଜ୍ଞା, ଆଉ ମୁଁ ଆପଣ ଆପଣ ଜାଣିନି। ରାଜି ହେଇଗଲେ? ନାଇଁ ମୁଁ ସେତିକିବେଳୁ ଆମର 2 ଜଣଙ୍କ ଭିତରେ ଡିଷ୍ଟର୍ବାନ୍ସ ହେଇସାରିଥିଲା। ମାନେ ତାଙ୍କ ନାଁ ବଦଳେଇବା ବେଳକୁ ବା ସେ ଅଭିନୟ ଆରମ୍ଭ କଲା ବେଳକୁ? ଆଜ୍ଞା ଆଜ୍ଞା ଆଜ୍ଞା। ମାନେ ଯେତେବେଳେ ଆପଣ ଥିଲେ ତୁଳସୀରେ, ସେତେବେଳେ ସେ ଅଭିନୟ ଆପଣଙ୍କ ଆଗରେ ଅଭିନୟ କରିବା ଆରମ୍ଭ କରିଥିଲେ ସେତେବେଳେ? ଆଜ୍ଞା ଆଜ୍ଞା ଆଜ୍ଞା, ମୁଁ ଥିଲି ମ୍ୟାନେଜର ଥିଲି, ସେ ସେଇଥିରେ ଛୋଟ ଛୋଟ ପାର୍ଟ କରୁଥିଲେ, ହିରୋଇନ ହଉଥିଲେ। ଓକେ, ତ ସେତେବେଳେ ଯେତେବେଳେ ଆପଣ ନାଁ ବଦଳେଇ ଦେଲେ, ଆପଣଙ୍କୁ ସହିତ ଆଲୋଚନା କଲେ ଯେ ଏମିତି ମୋ ନାଁ ବଦଳଉଛନ୍ତି କିମ୍ବା ଇଏ କରୁଛନ୍ତି, ତାଙ୍କ ନାଁ ଟା ଅରିଜିନାଲ ନାଁ ଟା ନ ରଖି? ନାଇଁ, ନାଁ ବଦଳେଇବାର କଥା ହେଲେ ନା ସୋନାଲି ପଣ୍ଡା ନଥିଲା। ଓକେ। ଯାତ୍ରାରେ ସେ ଗୋଟେ ୟୁନିକ୍ ନାମ ଦବା ପାଇଁ ଚାହୁଁଥିଲେ। ତାଙ୍କୁ ଏ ନାଁ ଟା, କାଗଜ ନାଁ ଟା ଭଲ ଲାଗୁନଥିଲା ବୋଲି ସେ ୟୁନିକ୍ ନାମ ଗୋଟେ ନେମ୍ ଦେବା ପାଇଁ ଚାହୁଁଥିଲେ, ଯେହେତୁ ସେ ନାଁ ଟା ଥିଲା ସୋନାଲି। କିନ୍ତୁ ସୋନାଲି ପଣ୍ଡା ନଥିଲା। ଆଚ୍ଛା। ଯାତ୍ରାର ନାମ ସୋନାଲି ଥିଲା, କିନ୍ତୁ ଓକେ। ରିଏଲ ନେମ୍ ଥିଲା କାଗଜ। କିନ୍ତୁ କେତେବେଳେ ଆଜ୍ଞା ଇଏ ସୋନାଲି ପଣ୍ଡା କରିଦେଇଛନ୍ତି, ସେଇଟା ମୁଁ ଯାତ୍ରାରୁ ଫେରି ଆସିଲା ପରେ ଏ ସବୁ ହେଇଛି। ଆଚ୍ଛା, ଯେତେବେଳେ ନାଣ୍ଡୁ ବାବୁଙ୍କ ସହିତ ଆପଣ ଇଣ୍ଟ୍ରୋଡ୍ୟୁସ କରିଥିଲେ ଆପଣଙ୍କ ୱାଇଫ କୁ, ତ ସେତେବେଳେ ଆଜ୍ଞା। କଣ କହିକି କରିଥିଲେ, ଆରମ୍ଭ କରିଥିଲେ? ଆମକୁ ଯାତ୍ରାରେ ସୁଯୋଗ କିଛି ମିଳିବ କି? ହୁଁ ହୁଁ। ତାପରେ ଆମକୁ ସିଏ ଗ୍ରହଣ କରିଥିଲେ। ହୁଁ ହୁଁ। ମତେ ସେ ଆମ 2 ଜଣଙ୍କ ଭିତରେ ଗୋଟେ ଭଲ ସମ୍ପର୍କତା ଥିଲା। ଆଚ୍ଛା। ନାଣ୍ଡୁ ବାବୁଙ୍କର ମୋର ଭିତରେ, ବୁଝିଗଲେ? ଆଜ୍ଞା। ଆପଣଙ୍କର ସମ୍ପର୍କ ଭଲ ସମ୍ପର୍କ ଥିବା ପରେ ତାଙ୍କ ମନରେ ମୋ ପ୍ରତି ଆଉ ମୋ ୱାଇଫ ପ୍ରତି ଦୁର୍ବଳତା ଥିଲା ବୋଲି ମୁଁ ଜାଣିନଥିଲି। ମାନେ ମୋ ୱାଇଫ ପ୍ରତି ଦୁର୍ବଳତା ଥିଲା। ମାନେ ଆପଣ କେତେବେଳେ ମାନେ ଜାଣିଲେ, ଆପଣ ଯେତେବେଳେ ଯାତ୍ରା ଛାଡିଲେ ଯାହା ହଁ ସୋନାଲି ମ୍ୟାଡାମ ଯୋଉ ବାଇଟ ଦଉଛନ୍ତି,
ଯେ ମୋ ସ୍ୱାମୀ ମତେ ସେତେବେଳେ ଯାତ୍ରାରେ ଛାଡି ଦେଇ ପଳେଇ ଆସିଲେ। ତ ଏମିତି ନା କଣ? ଏଇଟା ମିଥ୍ୟା ଥିଲା। ଆପଣ ବି ମୋ ଏରିଆକୁ ଆସିବେ, ମୋ ଗାଁ ଲୋକ ଅଛନ୍ତି, ମୋ ପରିବାର ଅଛନ୍ତି, ମୋ ସମସ୍ତେ ଅଛନ୍ତି ଏରିଆରେ, ସମସ୍ତେ ବି ମୋ ବିଷୟରେ ଜାଣିଛନ୍ତି। 96ଟା ଗାଁ ବି ଜାଣିଛି, କି ଯେତିକିଟା ବି ଗାଁ ଅଛି ଜାଣିଛି। ଆଜ୍ଞା ଗୋଟେ କଥା ହେଲା, ଯେତେବେଳେ ମୋ ମାଙ୍କର ଦେହ ବହୁତ ଜୋରେ ସିରିୟସ ହେଲା, ହୁଁ ସେହି ସମୟରେ ମୋ ମାଙ୍କୁ ମୁଁ ଦେଖା କରିବା ପାଇଁ, କି ମୁଁ ଯେହେତୁ ମୁଁ ଗୋଟେ ପୁଅ ବାପା ମାଙ୍କର, ମୋ ମାଙ୍କୁ ଦେଖା କରିବା ପାଇଁ ମୁଁ ଆସି ପହଞ୍ଚିଥିଲି ମେଡିକାଲରେ। ଆଚ୍ଛା ଆଚ୍ଛା, ଯୋଉ ଗୋଟେ ଜିନିଷ ଯେ ସୋନାଲି ମ୍ୟାଡାମ କହୁଛନ୍ତି ଯେ ଆପଣଙ୍କର ଅନ୍ୟ ଝିଅ ମାନଙ୍କ ସହିତ ସମ୍ପର୍କ ଥିଲା, ଆପଣ କୁଆଡେ ଆଗରୁ ବାହା ହେଇଥିଲେ ତାଙ୍କୁ ବାହା ହବା ପୂର୍ବରୁ, ଏ କଥାର ସତ୍ୟତା କଣ ଅଛି? ପୁରା ଆଜ୍ଞା ବିଲକୁଲ ମିଛ। ଏଇଟା ଗୋଟେ ରହସ୍ୟ, ମାନେ ଗୋଟେ ହାସ୍ୟାସ୍ପଦ କଥା। ମୁଁ ତାଙ୍କ ପୂର୍ବରୁ କେବେ ବି ମ୍ୟାରେଜ କରିନଥିଲି, କି ତାଙ୍କ ପରେ ବି କାହାକୁ ମ୍ୟାରେଜ କରିନି। ସେ କହିବା କଥା ଆପଣ ଏବେ ବି ଯାହାଙ୍କ ସହିତ ଅଛନ୍ତି ମ୍ୟାରେଜ କରିକି ରହିଛନ୍ତି, ଆପଣ ପୁଣି ଥରେ ବିବାହ କରିସାରିଛନ୍ତି ତ? ନା ନା ନା, ମୁଁ ଯଦି ଆଜ୍ଞା ବିବାହିତ ପୁରୁଷ ହେଇଥାନ୍ତି, କି ମୁଁ ମ୍ୟାରେଜ ବି କରିଥାନ୍ତି, ତା ମୋ ହାତରେ ଟାଟୁ ସୋନାଲି ନା ଟାଟୁ ଟା କାହିଁ ରହିଛି? ଯଦି ବି ମୁଁ ଯାହାକୁ ମ୍ୟାରେଜ କରିଥାନ୍ତି, ଦୀର୍ଘ 5 ବର୍ଷ ହେଲାଣି କି 6 ବର୍ଷ ହେଲାଣି ମୁଁ ଟାଟୁଟେ କରିଛି। ହୁଁ ହୁଁ ଯାହାକୁ ମ୍ୟାରେଜ କରିଛି ତାଙ୍କ ବୟାନ ଦେଇ କହୁଛି, ମୁଁ ତ ମ୍ୟାରେଜ କରିନି, ତାଙ୍କ ଉପରେ ମୁଁ ଏଇ କଥାଟା କହୁଛି। ତାହେଲେ ଯିଏ ବି ମୋର ସ୍ତ୍ରୀ ହେଇଥାନ୍ତେ, ସିଏ କଣ କେବେ ଟାଟୁକୁ ଦେଖିକି ଗ୍ରହଣ କରିପାରିଥାନ୍ତେ? ହୁଁ ହୁଁ, ସେ ଟାଟୁଟି ସେଟା ଆପଣ 6 ବର୍ଷ ତଳେ, ଆପଣ ତ କହୁଛନ୍ତି 12 ବର୍ଷ ହେଲା, ଯାହା ସୋନାଲି ମ୍ୟାଡାମ କହିବା କଥା ଯେ ହଁ 12 ବର୍ଷ ହେବ ଆପଣଙ୍କ ସମ୍ପର୍କ ଭାଙ୍ଗି ଯାଇଛି, ତେବେ 6 ବର୍ଷ ପରେ ଆପଣ ଏଇ ଟାଟୁ କାହିଁ କଲେ ସୋନାଲିଙ୍କ ନାଁରେ? ସେତେବେଳେ ଆଜ୍ଞା ମୋର ସମ୍ପର୍କ ସେତିକି କେମିତି ଭଲ ଥିଲା? ପାଇବା ଅଛି, ସେତିକି ତା ପ୍ରତି ମୋର ବହୁତ ବହୁତ ଭଲ ପାଇବା ଅଛି। ଆଜ୍ଞା ମୁଁ ଆଜିକା ଡେଟ ରେ ବି କହୁଛି, ସେ ଖରାପ ଝିଅଟି ନୁହେଁ। ହୁଁ ହୁଁ। କିନ୍ତୁ ତାକୁ ଖରାପ କରେଇ ଦିଆଯାଇଛି। ଆପଣ ସେଇ ଜିନିଷ ଯେତେବେଳେ କହିଲେ ଆପଣ ଛାଡିଲେ ତୁଳସୀ, ତ ଆପଣ ଛାଡିଲେ ଯେତେବେଳେ ଆପଣ ଆପଣଙ୍କ ୱାଇଫ କୁ ବି ସହିତ ନେଇ ପଳେଇ ଆସିଲେନି ଆପଣ ସେଠି କାହିଁ ମତେ ତାଙ୍କର? ହତ୍ୟାର ଧମକ ଦିଆଯାଇଥିଲା ଆଜ୍ଞା। ମତେ ହତ୍ୟାର ଧମକ ଦିଆଯାଇଥିଲା। କିଏ ମୋ ଦେଇଥିଲେ ପୁଅ ଆପଣଙ୍କୁ? ନାଡୁ ଆଚ୍ଛା, ଆପଣଙ୍କ ପୁଅ ସେତେବେଳେ କୋଉଠି ଥିଲା? ମୋ ପୁଅ ମୋ ପାଖରେ ରହୁଥିଲେ, ମାନେ ମୋ ମାଙ୍କ ପାଖରେ ରହୁଥିଲେ। ପୁଅକୁ କେତେ ବର୍ଷ ସେ ସମୟରେ ହେଇଥିଲା? ପୁଅ କୁ 2 ବର୍ଷ ହେଇଥିଲା। 2 ବର୍ଷର ଛୁଆଟି ନିଜ ମା କୁ ଖୋଜୁ ନଥିଲା? ସୋନାଲି ନିଜ ପୁଅକୁ କେତେ ଭଲ ପାଉଥିଲେ? ବହୁତ ଭଲ ପାଉଥିଲେ। ଆଜି ବି ଆଜ୍ଞା ମୁଁ କହୁଛି, ଯେତେବେଳେ ସିଏ ବାଇଟ ଦଉଥିଲେ ହୁଁ ହୁଁ ଅନ୍ୟ ମିଡିଆ, ଅନ୍ୟ ଚ୍ୟାନେଲରେ, ସେତେବେଳେ ଯଦି ମିଡିଆ ତାଙ୍କୁ କୋଶ୍ଚିନ୍ କରୁଥାଏ, ତମ ପୁଅ ପ୍ରତି ତ କଣ ତମର ଦୁର୍ବଳତା ନାହିଁ? ହୁଁ। ସେତେବେଳେ ବି ତାଙ୍କ ଆଖିରୁ ଛଳ ଛଳ ଲୁହ ଭାସି ଆସୁଥିଲା। ଆପଣ ସେ ଲୁହ ଦେଖି ପାରିଲେ ତାହେଲେ? ମାନେ ମୁଁ ତ ଦେଖିନି, ଆମେ କଥା ହଉଥିଲୁ ମାନେ ମିଡିଆ ମାଧ୍ୟମରେ, 1-to-1 କଥା ହଉଥିଲୁ, ସେ ବି ଲାଇଭ ରେ ଥିଲେ। ହୁଁ ହୁଁ। ସେ ସମୟରେ ବି ମୁଁ ହୃଦୟ ଭିତରୁ ତାଙ୍କର କୋହଟା ତାଙ୍କ ଛୁଆ ପାଇଁ ଆଉ ମୋ ପାଇଁ କେତେ ଅଛି, ସେଇଟା ମୁଁ ନିଜେ ଜାଣିଛି। ଆଚ୍ଛା, ମତେ ଗୋଟେ କଥା କୁହନ୍ତୁ, ଯେତେବେଳେ ଆପଣ ଛାଡିଲେ ତୁଳସୀ, ଆପଣଙ୍କ ସ୍ତ୍ରୀ କୁ ହତ୍ୟା କହିଲେ କି ହତ୍ୟା ଧମକ ତମକୁ ହତ୍ୟା କରିଦେବେ, ଆପଣ ଥାନା କୁ କାହିଁ ଗଲେ ନାହିଁ ସେ ସମୟରେ? ନାଇଁ ନାଇଁ, ଯେତେବେଳେ ଦେଖନ୍ତୁ ମୁଁ ଛାଡିଥିଲି, ହୁଁ ହୁଁ ତାପରେ ଆମ ପାଖାପାଖି ଗୋଟେ ଗାଁ ଥିଲା, ପଣସପଦା କାଜୁ ଭୋଇ ସାହି ବୋଲି ଗୋଟେ ଗାଁ ପାଖାପାଖି ଥିଲା ପଣସପଦା। ହୁଁ ହୁଁ। ସେଠି ଯାତ୍ରା ପଡିଥିଲା, ସୋନାଲି ତାଙ୍କ ସ୍ବ ଇଚ୍ଛାରେ ଆସିଥିଲେ ମୋ ପାଖକୁ, ମାନେ ହୁଁ ହୁଁ ଯାତ୍ରା ହୁଁ ହୁଁ। ଯାତ୍ରା ଯାତ୍ରା ଇଏ ଥିବା ସମୟରେ, ସେ ଯେତେବେଳେ ଯାତ୍ରାରେ ଅଭିନୟ କରୁଥିଲେ, ହୁଁ ହୁଁ ତାଙ୍କର କିଛି ବାଦ ବିବାଦ ହେଲା ସେ ଯାତ୍ରା ପାର୍ଟିରେ, ହୁଁ ହୁଁ। ସେଥିପାଇଁ ସିଏ ମୋ ପାଖକୁ ଫେରି ଆସିଲେ। ଆଚ୍ଛା। ଫେରି ଆସିଲା ଭିତରେ, ତାପରେ ଆମ ଗାଁ, ଆମର ଗୋଟେ ଗାଁ ଅଛି ହୁଁ ଆଜ୍ଞା, ଆମେ ଗ୍ରାମବାସୀ, ଗାଁ ଫାଁ, ଆମେ ପ୍ରଥମେ ଆମ ଗାଁକୁ ହିଁ ସମ୍ମାନ କରୁ। ହୁଁ ଗାଁ ର କଥା ନେଇକି ଯଦି ଆମେ ଆଉଟ୍ ଅଫ୍ ସାଇଡ ଯାଉ, ହୁଁ ତାହେଲେ ପୋଲିସ ସହାୟତା ନଉ, ତାହେଲେ ଗାଁ ର ଯଦି ଆମେ ନ୍ୟାୟ ବିଚାର ନ କରିପାରୁ, ତାହେଲେ ଆମେ ପୋଲିସ ର ସହାୟତା ହଉ। ଓକେ ସେଇ ନ୍ୟାୟଟି ଆମ ଗାଁରେ ହିଁ ଆଲୋଚନାରେ ସମାପ୍ତ। ଆଉ
ସେ କଥାରେ ଲେଖା ପଢା ବି ହେଇସାରିଥିଲା। ଲେଖାପଢା ଯେ କଣ କହୁଥିଲା, ମାନେ ଗାଁର ମୁରବୀ ମାନେ କଣ ନିଷ୍ପତ୍ତି ନେଲେ? ନିଷ୍ପତ୍ତି ଏହା ନେଇଥିଲେ ଯେ ସୋନାଲି ତାଙ୍କର ବୟାନ ରଖିଥିଲେ, ମୁଁ ଯାତ୍ରା ପାର୍ଟିରେ ଅଛି, କିନ୍ତୁ ମୁଁ ଯେମିତି ସମସ୍ତେ ଘରକୁ ଯିବା ଆସିବା କରୁଛନ୍ତି ଆର୍ଟିଷ୍ଟ ମାନେ, ତାହେଲେ ମୁଁ ସେମିତି ଲେଖା ପଢା ହେଇଯାଉ, ମୁଁ ସେମିତି ମୋ ଛୁଆ, ମୋ ପୁଅ, ମୋ ପରିବାର ପାଖକୁ ମୁଁ ଫେରିବି, ମୁଁ ଆସିବି, ମୁଁ ପୁଣି ଯାତ୍ରା କରୁଥିବି। ଏଇ କଥା ସିଏ ଆଜ୍ଞା ଲେଖିଥିଲେ। ଏଇଠି ଲେଖା ପଢା ବି ଆଲୋଚନା ହେଇଥିଲା, ଲେଖା ପଢା ବି ହେଇଥିଲା। ହୁଁ ହୁଁ। ତାପରେ ଏଠୁ ଗଲା ପରେ ସେଠି ତାପରେ ସେ କିଛି ମାସ ପରେ ତାଙ୍କ ବୟାନ ସେ ଚେଞ୍ଜ କରିଦେଲେ। ଆଚ୍ଛା, ସେ ଯୋଉ ଲେଖା ପଢା ହେଇଥିଲା ତା କପି ରଖିଛନ୍ତି ଆପଣ? ନାଇଁ ଆଜ୍ଞା, ଦୀର୍ଘ 8 ବର୍ଷ ତଳ କଥା, ଆଚ୍ଛା। ସେ ସବୁ ତ କିଛି ନଥିଲା। ଯେହେତୁ ଗାଁର ମୁରବୀ ମାନେ ଥିଲେ, ସେମାନେ ବି ଜାଣିଛନ୍ତି ଏ ବିଷୟରେ। ଆଚ୍ଛା, ଗୋଟେ କଥା କୁହନ୍ତୁ ଯେ ମାନେ ୟା ଭିତରେ କେତେ ଥର ସୋନାଲି ଆସିଛନ୍ତି ନିଜ ପୁଅକୁ ଦେଖା କରିବା ପାଇଁ? ଆଜ୍ଞା, ସେ ଯୋଉ ବାଇଟ ରଖିଛନ୍ତି କି ସେ ବୟାନ ରଖିଛନ୍ତି, 12 ବର୍ଷ ଭିତରେ ମୁଁ ତାଙ୍କୁ ଦେଖା ହେଇନି, କିଛି ହେଇନି, ଏଇଟା ମିଥ୍ୟା କଥା। 2 ବର୍ଷ ପୂର୍ବେ ସେ ମୋ ସାଥିରେ ଦେଖା ହେଇଛନ୍ତି। ହୁଁ। ମୋ ପୁଅ ଥିଲେ ବି ଦେଖା ହେଇଛନ୍ତି, ଆମେ ରିଲସ କରିଛୁ, ଭିଡିଓ ବି କରିଛୁ। କେତେ ଥର, ମାନେ 12 ବର୍ଷ ରହି ଯୋଉ ସମୟ ସୀମା ରହିଲା, ଆପଣ ଯୋଉ ଛାଡିଦେଲେ, ଆପଣଙ୍କୁ ହତ୍ୟା ଧମକ ମିଳିଲା, ଆପଣ ଥାନାକୁ ଗଲେନି ଯେହେତୁ ଇଏ ରହିଲା, ସୋନାଲିଙ୍କର କଣ ପ୍ରତିକ୍ରିୟା ଥିଲା? ସେ କହିଲେନି କି ତମେ ମତେ ଏଇଠି ଛାଡି ଦଉଛ, ମତେ ଇଏ ମାନେ ମାରିଦେବେ କି କଣ କରିଦେବେ? ଆପଣଙ୍କୁ ଲାଗିଲା କି କିଛି ସୋନାଲିଙ୍କର କିଛି ଆକର୍ଷଣ ରହିଛି ସୋନା ନାଣ୍ଡୁ ବାବୁଙ୍କ ପ୍ରତି? ହଁ ହଁ ହଁ, ସୋନାଲି ମତେ କହିଛି କଣ ଯେ କହିଛନ୍ତି? ଜନ୍, ମୁଁ ଆଶା ରଖନି ମୋ ଉପରେ, ମୁଁ ଏମିତି ବି କହିଛି। କେବେ କହିଲେ? ହଁ, ଏଇ ବର୍ଷେ ଭିତରେ କହିଛି। କେବେ କହିଛି ବୋଲି ତ ମୁଁ ସ୍ପଷ୍ଟ ଜାଣିନି। ହୁଁ ହୁଁ। ତାପରେ ଫିର ବି ମୋବାଇଲ ବି ମାସକୁ 2 ମାସକୁ ଚେଞ୍ଜ କରୁଛି, ପ୍ରତ୍ୟେକ ମାସ 2 ମାସ ପରେ ଗୋଟେ ଚେଞ୍ଜ କରୁଛି। ହୁଁ ହୁଁ। କଣ ପାଇଁ କରୁଛି ମୁଁ ଜାଣିନି, ତାଙ୍କୁ କିନ୍ତୁ ସେ ଯିଏ ମାଲିକ, ସେ ତାକୁ ତାଗିଦ କରିକି ରଖନ୍ତି ଯେ ଇଏ ଯେମିତି ଜନ୍ ଥିଲେ କଥା ନ ହୁଏ। ନାଣ୍ଡୁ ବାବୁ ଯିଏ। ହଁ, ତା ପାଇଁ ବି ପ୍ରୋଟେକସନ ଲଗାଏ ଯେ ଯାତ୍ରାରେ ଯୋଉ ଅନ୍ୟ କଳାକାର ଥାଆନ୍ତି, ସେ ତାକୁ ଜଗିକି ରୁହନ୍ତି ରାତିରେ। ଯେ ଗୋଟେ କଥା, ଯେ ନାଣ୍ଡୁ ବାବୁଙ୍କର ଯୋଉ ହଠାତ୍ ସୋନାଲିଙ୍କ ପ୍ରତି ଯୋଉ ଦୁର୍ବଳତା ବଢିଲା, ସୋନାଲିଙ୍କର କଣ ବି ପ୍ରକୃତରେ ସେମିତି କିଛି ଦୁର୍ବଳତା ଆପଣ ଦେଖିଥିଲେ କି, ଯେତେବେଳେ ଥିଲେ ଆପଣ ଆରମ୍ଭ କରୁଥିଲେ? ଦୁର୍ବଳତା ବୋଲି ଦେଖିନଥିଲି, କିନ୍ତୁ ଇଏ ତାକୁ ପ୍ରେସରାଇଜ ରେ ସବୁ କରାଯାଇଛି। ଆଜ୍ଞା, ମୁଁ ଆପଣଙ୍କ ମାଧ୍ୟମରେ ଜଣେଇ ଦଉଛି, ସେ ଖରାପ ଝିଅ ନୁହେଁ, କି ହୁଁ ହୁଁ କାହାକୁ ଆମର ଖରାପ କହିବାର ଅଧିକାର ବି ନାହିଁ। ହୁଁ। କିନ୍ତୁ ଆଜି ମୁଁ କହିବାକୁ ଏଥିପାଇଁ ବାଧ୍ୟ ହଉଛି, ଯେହେତୁ ସିଏ ଭୁଲ ରାସ୍ତାରେ ନଥାଇକି ବି ତାକୁ ଭୁଲ ରାସ୍ତାରେ ପାଦ ଦିଆଯାଇଛି। ମତେ ଗୋଟେ କଥା କୁହନ୍ତୁ, ଯେ ସେ ସମୟରେ ଯେତେବେଳେ ଆପଣ ଛାଡିଦେଲେ ତୁଳସୀ, ଆପଣଙ୍କ ୱାଇଫ କେମିତି ଆପଣଙ୍କ ପଛରେ ଆସିଲେନି ସେ ସମୟରେ, ମାନେ କଣ ତାର ଏମିତି ଆଜ୍ଞା, କାରଣ ମତେ ହେଇଥାଇପାରେ? ଗୋଟେ କଥା ହେଲା, ଉଁ ଯେତେବେଳେ ଆମେ ନୂଆ ନୂଆ ପାର୍ଟିରେ ଏଣ୍ଟ୍ରି କରିଥାଉ, ହୁଁ ହୁଁ ସେ କଳାକାର ଥିଲେ ଆମ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି କଳିଙ୍ଗ ଯାତ୍ରାରେ, ହୁଁ ହୁଁ ମହାରଥୀ ଯାତ୍ରାରେ, ଆଉ ସୁରେଶ ପଣ୍ଡା ବି ଥିଲେ। ହୁଁ ହୁଁ। ସେଇ ସମୟରେ ଆମେ ଯେତେବେଳେ ଯାତ୍ରାରେ ଫାଷ୍ଟ ଟାଇମ ଏଣ୍ଟ୍ରି କରିଥିଲୁ, ଆଉ ସ୍ୱର୍ଗତ ଚିନି ଦାସ ବି ଥିଲେ। ହୁଁ ଯେତେବେଳେ ଥିଲେ, ସେ ସମୟରେ ଆମକୁ ଗୋଟେ ବ୍ଲାଙ୍କ ପେପରରେ ସିଗ୍ନେଚର ନେଇଥିଲେ। ଯାତ୍ରାରେ ଆମର ଅଭିଜ୍ଞତା ନଥିଲା, ଯାତ୍ରା ବିଷୟରେ ମୁଁ କିଛି ଜାଣିବି ନଥିଲି। ଯୋଉଥିପାଇଁ ସେ ମୋ ବ୍ଲାଙ୍କ ପେପରରେ ଯୋଉ ସିଗ୍ନେଚର ନେଇଥିଲେ ଆମ ସ୍ୱାମୀ ସ୍ତ୍ରୀଙ୍କ ଠାରୁ, ସେତେବେଳେ ଆମେ ପ୍ରତିବାଦ କରିଥିଲୁ, ଏହା ଯିବୁ ହେରି, ଆମେ ରହିବୁନି, ଆମକୁ ଠିକ ଠାକ ଲାଗୁନି। ହୁଁ ସେ ସମୟରେ ମୁଁ ଯେତେବେଳେ ମୋ ମାଙ୍କର ଦେହ ଅସୁସ୍ଥତା ହେଲା, ମୁଁ ଯାତ୍ରାପାର୍ଟି ଛାଡିକି ଆସିଲି, ହୁଁ ହୁଁ। ସେହି ସମୟରେ ମାଇଣ୍ଡ ୱାଶ କରି ଦିଆଯାଇଛି, ଯେ ସୋନାଲିଙ୍କର ମାଇଣ୍ଡ ଟିକେ ୱାଶ କରାଯାଇଛି। ଏମିତି କେମିତି ଗୋଟେ ଷ୍ଟ୍ରଙ୍ଗ କାରଣ ଥାଇପାରେ ଯେ ଗୋଟେ ମା ନିଜ ସ୍ଵାମୀ କୁ ଛାଡି ଦଉଛି, ନିଜର କ୍ଷମା କରିବେ, ଆପଣଙ୍କ ୱାଇଫ ଆପଣଙ୍କୁ ଛାଡିଦେଲେ, ଆପଣଙ୍କ ପୁଅକୁ ବି ଛାଡିଦେଲେ। ତ ଆଜ୍ଞା, ଗୋଟେ 2 ବର୍ଷ 3 ବର୍ଷର ପିଲା, ସେ ତ ମା ଉପରେ ପୁରା ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ନିହାତି ଆଜ୍ଞା, ମୁଁ ଆଜି କହୁଛି ପା, ମୋ ହୃଦୟ ମାନେ ଦୁଃଖଦାୟକ କାହାଣୀ, ମୋର ଜୀବନର ସବୁଠାରୁ ବହୁତ ବଡ ଦୁଃଖଦାୟକ କାହାଣୀ। ମୋ ନିଜ ଛୁଆଟିକୁ ମୋ ନିଜ ମା ପାଳିଛି। ମତେ ଯିଏ ଜନ୍ମ ଦେଇଛି ସିଏ ପାଳିଛି। ତାକୁ ଯିଏ ଜନ୍ମ ଦେଇଛି ସିଏ ପାଳିନି। କିନ୍ତୁ ତାକୁ ପାଳି ପାଳି ଶେଷରେ ତା ଜୀବନ ବି ଚାଲିଗଲା ତା ପାଇଁ। ସେଇଟା ବି ଆଜ୍ଞା ଦୁଃଖ ରହିଲା, ମୋ ମା ଯେତେବେଳେ ମରିଗଲା ନା, ସେ ସମୟରେ ବି ଶୁଦ୍ଧ କ୍ରିୟା ବି କରିବାକୁ ଆସିଲାନି। ଆପଣ ସେଇ ଯେତେବେଳେ ଆପଣଙ୍କର ଏବେ ମାନେ ବହୁତ ଦୁଃଖିତ ଯେ ଆପଣ ଆପଣଙ୍କ ମାଆଙ୍କୁ ହରେଇ ବସିଲେ, ଇଏ କୋଉ ମସିହାର ଘଟଣା?
ବୋଉ ମରିବାର ଆଜିକି 5 ବର୍ଷ ହେଇଗଲା। ଆଜ୍ଞା 2020 ମସିହାରେ। ତେବେ ଏବେ ଆପଣଙ୍କ ପୁଅର ଲାଳନ ପାଳନ କିଏ କରୁଛନ୍ତି? ମୋ ସମସ୍ତେ ଜଏଣ୍ଟ ଫ୍ୟାମିଲି, ମୋ ଖୁଡି, ମୋ ବାବା ଅଛନ୍ତି, ମୋ ବାବାଙ୍କୁ ମୁଁ ନିଜେ ବି ମାନେ ସେ ଆଉ ଜଣଙ୍କୁ ମ୍ୟାରେଜ କରିଲେ, ଯେହେତୁ ମୁଁ ନିଜେ ମ୍ୟାରେଜ କଲି ନାହିଁ। ହୁଁ ହୁଁ ସେ ଆଉ ଜଣେ ମ୍ୟାରେଜ କରିଲେ, ସେ ମା ଅଛନ୍ତି। ହୁଁ ହୁଁ। ସେ ତାକୁ ସେ ସବୁ ଲାଳନ ପାଳନ କରିକି ଆଜିକି 10 ବର୍ଷ କରିଛନ୍ତି। ଓକେ, ଆଚ୍ଛା ଆଉ ଗୋଟେ କଥା ଯେ ଯେତେବେଳେ ସୋନାଲିଙ୍କର ବାପା ମା ଆଉ ତାଙ୍କର ଯିଏ ଫ୍ୟାମିଲି ତାଙ୍କ ସହିତ ଆପଣ କିଛି ଆଲୋଚନା କଲେନି ଯେତେବେଳେ ଆପଣ ଜାଣିଲେ ଆପଣଙ୍କ ହଁ 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 ସବୁ ଆଲୋଚନା ହେଇଛି, ସେମାନେ ମତେ ପ୍ରତିବାଦ କରିଲେ, କହିଲେ ତମେ କାହିଁକି ଯାତ୍ରା ପାର୍ଟି କି ନଉଥିଲ? ହୁଁ ଯେତେବେଳେ ଫାଷ୍ଟ ବର୍ଷ ହୁଁ ହୁଁ। ମୁଁ କହିଲି ସେମିତି ତ କିଛି ଖରାପ ନାହିଁ, ହୁଁ ହୁଁ ଜଣଙ୍କର କଳା ପ୍ରତି ଦୁର୍ବଳତା ଅଛି, ମୁଁ ତାକୁ କଳାକାର ନେଇକି ଯଦି ହିରୋଇନ ଟେ ବନେଇ ପାରୁଛି, ଆଜି ଯଦି ତମ ଝିଅ ହିରୋଇନ ହେଇଛି, କି ହୁଁ ମୁଁ ଆଜି ସମାଜ ଆଗରେ ବଦନାମ ହେଇଛି, ମୋ ଜୀବନକୁ ସାକ୍ରିଫାଇ କରିକି ତମକୁ ମଣିଷ କରିଲି। ଆଜି ସୋନାଲି ଯଦି ବୟାନ ଦଉଛନ୍ତି ଯେ ମୋ ବାପା ମା ମୋ ଭାଇ ଭଉଣୀ, ତାହେଲେ ସେ ସମୟରେ ଥିଲେ କୋଉଠି ଯେତେବେଳେ ତମେ